ଆପଣଙ୍କୁ ସ୍ୱାଗତ। ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର 32ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜର ବାଣିଜ୍ୟ ବିଭାଗ ସଭାଗୃହରେ ସାଂସଦର ସଭାପତି ଡକ୍ଟର ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଶିକ୍ଷା ଅନୁଷ୍ଠାନର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ପୁରାତନ ଛାତ୍ରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଛନ୍ତି। ମୁଖ୍ୟ ବକ୍ତା ଭାବେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ବରେଣ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦିନେଶ କୁମାର ଦାସ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ସମ୍ପାଦକ ତଥା ସାହିତ୍ୟିକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ସମ୍ପାଦକ ମଣ୍ଡଳୀର ଶିଶୁ ସାହିତ୍ୟିକ ପୀତାମ୍ବର ଦାସ, ଅନିଲ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ଘୋଷ, ରମାକାନ୍ତ ମହାନ୍ତି, ଦେବାଶିଷ ପାଣି ଓ ବିନୋଦ ମହାପାତ୍ରଙ୍କ ସମ୍ପାଦନାରେ ସଂସଦର ବାର୍ଷିକ ମୁଖପତ୍ର ପ୍ରାକ୍ତନିକା ଉନ୍ମୋଚନ ହୋଇଛି। ସଭାପତି ଡକ୍ଟର ଚୌଧୁରୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସଂସଦର ସଂଗଠକ ସମ୍ପାଦକ ଲକ୍ଷ୍ମୀନାରାୟଣ ଘୋଷ ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅମୃତାଂଶୁ ପଟ୍ଟନାୟକ ମଞ୍ଚ ଆହ୍ୱାନ କରିଥିଲେ। ଏହି ଅବସରରେ ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକଙ୍କୁ ଶିକ୍ଷକ ଗୌରବ ସମ୍ମାନ, ବୈଜ୍ଞାନିକ ପ୍ରଫେସର ନାରାୟଣ ଚନ୍ଦ୍ର ପ୍ରଧାନ, ପ୍ରଯୋଜକ ବିଷ୍ଣୁଦେବ ହାଲଦାର, ହୃଦରୋଗ ବିଶେଷଜ୍ଞ ଡକ୍ଟର ଯଯାତି କେଶରୀ ପାଢ଼ୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏବଂ ସ୍ତମ୍ଭକାର ତଥା ସାମ୍ବାଦିକ ଡକ୍ଟର କୁଳମଣି ବାରିକଙ୍କୁ ଛାତ୍ର ଗୌରବ ସମ୍ମାନ ପ୍ରଦାନ କରାଯାଇଛି।